ପ୍ରଥମେ ସମସ୍ତଙ୍କୁ ଆନ୍ତରିକତାର ସହ ପ୍ରଣାମ ଜଣାଉଛି। ଆଜି ଆପଣମାନଙ୍କ ପାଇଁ ମୁଁ ନେଇ ଆସିଛି ଏକ ନୂଆ କାହାଣୀ। ଯେଉଁ କାହାଣୀର ନାମ ପ୍ରେମର ଆଭାସ, ଯାହାକି ଏକ ସମ୍ପୂର୍ଣ୍ଣ ସତ ଘଟଣା ଉପରେ ଆଧାରିତ। ତଥାପି ଏ କାହାଣୀଟି ଆପଣମାନଙ୍କୁ ଭଲ ଲାଗିବ କି ନାହିଁ ଜାଣିନି। ଯଦି କିଛି ଭୁଲ ଥାଏ ତେବେ କ୍ଷମା କରିଦେବେ। ଚାଲନ୍ତୁ ଆଉ ବିଳମ୍ବ ନକରି କାହାଣୀଟିକୁ ଆରମ୍ଭ କରିବା। ଜୀବନର କେଉଁ ଏକ ପାହାନ୍ତା ପହରରେ ଜଣେ ଆସେ। ମନର କବାଟ ଖୋଲି ହୃଦୟ ଭିତରେ ପଶେ। ଜୀବନରେ ଏମିତି ଏକ ଅତିଥି ସାଜେ, ଯାହାର ଆସିବା ବାଟକୁ ସମସ୍ତେ ଚାହିଁ ରହିଥାନ୍ତି। ସାତ ରଙ୍ଗରେ ଜୀବନକୁ ରଙ୍ଗୀନ କରିଦିଏ ଏବଂ ପୁଣି କେଉଁ ଏକ ପାହାନ୍ତି ପହରରେ ନିଜର ସାଥୀକୁ ଏକୁଟିଆ କରି ଚାଲିଯାଏ। ପ୍ରେମ ଏକ ନିଶବ୍ଦ ରାତିର ପରୀଟିଏ ପରି, ଯାହାର ଆସିବାକୁ କେହି ଜାଣିପାରେନି, କିନ୍ତୁ ସିଏ ଆସେ, ଜୀବନରେ ରଙ୍ଗ ଭରେ ଓ ପୁଣି ଚାଲିଯାଏ ତା'ର ପରିରାଇଜକୁ। ଭୁବନେଶ୍ୱର ପ୍ଲାଟଫର୍ମ ନମ୍ବର 2 ଚା' ବିକାଳି, ବୁଲା ବିକାଳି ଓ ଲୋକମାନଙ୍କ କୋଳାହଳରେ କମ୍ପୁଥାଏ। ଠିକ୍ ଏଇ ସମୟରେ ଆନାଉନ୍ସମେଣ୍ଟ ହୁଏ କି ଦିଲ୍ଲୀ ଅଭିମୁଖେ ଆସୁଥିବା ଟ୍ରେନ୍ଟି 1 ଘଣ୍ଟା ବିଳମ୍ବରେ ଆସିବ ବୋଲି। ଏହି କଥା ସମ୍ବିତ ମହାପାତ୍ରକୁ ବ୍ୟତିବ୍ୟସ୍ତ କରି ପକାଇଲା। ସ୍ୱାଧୀନତାର ଏତେ ବର୍ଷ ପରେ ବି ରେଳ ବିଭାଗର ଏପରି କାର୍ଯ୍ୟକୁ ସେ ସହଜରେ ଗ୍ରହଣ କରି ପାରୁନଥିଲେ। ବିରକ୍ତ ଚିତ୍ତରେ ସେ ବସି ପଡ଼ିଲେ ଏକ ଚେୟାର ଉପରେ ଏବଂ ନିଜ ଅଜାଣତରେ ସେ ହଜି ଯାଇଥିଲେ ତାଙ୍କର ହୃଦୟ କନ୍ଦରରେ ଥିବା ବାନ୍ଧବୀ ପରୀର ସ୍ମୃତିରେ। ସେଥିରେ ଥିଲେ ଗାଁରେ ଶାନ୍ତ ଓ ସରଳ ପରିବେଶରେ ଜନ୍ମଗ୍ରହଣ କରିଥିଲେ। ମଧ୍ୟବିତ୍ତ ପରିବାରର ପୁଅ। ପାହାନ୍ତି ପହରର କାକର ବିନ୍ଦୁ ପରି ସେ ଥିଲେ ଶାନ୍ତ ଓ କୋମଳ। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ସେ ଥିଲେ ଉତ୍କଳବନ୍ତ। ଜଣେ ମେଧାବୀ ଛାତ୍ର ଭାବରେ ସେ ଥିଲେ ସମସ୍ତଙ୍କର ପ୍ରିୟ। ହାଇସ୍କୁଲ ସରିଲା ପରେ କଲେଜରେ ନାମ ଲେଖାଇଥିଲେ ସମ୍ବିତ। କଲେଜରେ ତାଙ୍କର ଦେଖା ହୋଇଥିଲା ପରୀ ସହିତ। ସତେ ଯେ ପରୀ ସେ ଝିଅଟି ଥିଲା ଈଶ୍ୱରଙ୍କର ସୁନ୍ଦର ସୃଷ୍ଟିର ଏକ ସୁନ୍ଦର ପ୍ରତିଛବି, ଯାହାର କଥାକୁହା ଆଖି, ମିଠା କଥା ଓ ଅନ୍ୟକୁ ସାହାଯ୍ୟ କରିବାର ଗୁଣ ସମ୍ବିତ ମନକୁ କିଣି ନେଇଥିଲା। କ୍ରମେ ସେ ଝିଅ ସହିତ ପଦେ କଥା ଓ ଟିକେ ଦେଖା ପାଇଁ ତା'ର ହୃଦୟ ତାକୁ ବାରମ୍ବାର ଆହ୍ୱାନ କରୁଥିଲା, କିନ୍ତୁ ନିଜ ଲାଜୁଆ ସ୍ୱଭାବ ଯୋଗୁଁ ସେ କିଛି ବି କହିପାରୁନଥିଲା। ସତରେ ଏ ପ୍ରେମ କେତେ ନିଆରା! ନିଜର ପ୍ରିୟ ମଣିଷକୁ ଗୋଟେ ମୁହୂର୍ତ୍ତ ନ ଦେଖିଲେ ପାଗଳ ପରି ଲାଗେ। ନିଜ ପ୍ରେମିକାକୁ ଟିକେ ଦେଖିବା ପଣି ସେ କଲେଜରେ ଘୂରିବୁଲେ ଠିକ୍ ଏକ ପାଗଳ ପ୍ରଜାପତି ପରି। କାହାକୁ ହୃଦୟ ଦେଇ ଭଲ ପାଇଲେ ଈଶ୍ୱର ପ୍ରେମର ଦୂତ ସାଜି ସାହାଯ୍ୟ କରନ୍ତି, ଠିକ୍ ସେହିପରି ପ୍ରେମର ଦୂତ ସାଜି ତା'ର ବାଲ୍ୟବନ୍ଧୁ ଅମ୍ଳାନ ତା'ର ସବୁ ସମସ୍ୟାର ଅନ୍ତ କରିଦେଇଥିଲା। ପ୍ରେମ ଛଡ଼ା ଜୀବନରେ ଏମିତି ସମ୍ପର୍କ ଅଛି ଯାହା ହୃଦୟର ଅତି ନିଜର, ତାହା ହଉଛି ବନ୍ଧୁତା। ବନ୍ଧୁତାର କୁହୁକ ସ୍ପର୍ଶରେ ଅସମ୍ଭବ ବି ସମ୍ଭବ ହୋଇଯାଏ। ଅମ୍ଳାନର ପ୍ରଚେଷ୍ଟାରେ ସମ୍ବିତ ଓ ପରୀର ସମ୍ପର୍କ ଗଢ଼ି ଉଠିଥିଲା ଓ କ୍ରମେ ନିବିଡ଼ତା ଆଡ଼କୁ ଗତି କରିଥିଲା। ସମୟ ଗଡ଼ି ଚାଲେ। କ୍ରମେ ସମ୍ବିତ ଇଞ୍ଜିନିୟରିଂ ପଢ଼ିବାକୁ ଯାଏ। ସମୟର ଖେଳ ବଡ଼ ବିଚିତ୍ର। ପରିସ୍ଥିତିର ଚାପରେ ତାକୁ ଏକ ଛୋଟ କମ୍ପାନୀରେ ଚାକିରି କରିବାକୁ ପଡ଼େ। ଏହି ସମୟରେ ଏକ ଶୁଭେଚ୍ଛା ବାର୍ତ୍ତା ଆସେ ତା'ର ସେହି ବାନ୍ଧବୀ ପରୀ ପାଖରୁ, ଯାହା ତା' ମନରେ ଭରି ଦେଇଥିଲା ଅସୁମାରୀ ଖୁସି। ବାସ୍ତବିକ ନିଜ ପ୍ରିୟାର ଏକ ଛୋଟ ହସ ଆଗରେ କୁବେରଙ୍କ ସମ୍ପତ୍ତି ମଧ୍ୟ ତୁଚ୍ଛ ଲାଗେ। କିନ୍ତୁ ସମ୍ବିତ ତାକୁ କେବେ ବି କହିପାରୁ ନଥିଲେ କି ସେ ତାକୁ ଭଲ ପାଏ ଏବଂ ତାକୁ ତା' ଜୀବନର ରାଣୀ କରିବାକୁ ଚାହେଁ ବୋଲି। ଆସେ ଏକ ପବିତ୍ର ଦିନ, ଫଗୁ ପୂର୍ଣ୍ଣିମାର ଦିନ, ପ୍ରେମର ଦିନ, ମିଳନର ଦିନ। ସେହିଦିନ ମନରେ ଅସୁମାରୀ ସାହସ ଓ ଉଦ୍ଦୀପନା ଭରି ତା' ମନ କଥାକୁ କହି ଦେଇଥିଲା ତା'ର ସେହି ମନର ମାନସୀ ଆଗରେ। କିନ୍ତୁ ତା'ପରେ ସେ ଯାହା ଦେଖେ ତା' ପାଦତଳୁ ମାଟି ଖସିଯାଏ। ତା' ଆଖି ଆଗରେ ଶ୍ରାବଣର ବର୍ଷା ପରି ଲୋତକର ବର୍ଷାରେ ଭିଜି ଯାଇଥିଲା ତା' ମନ। ମନ୍ଦିରର ରାଣୀ ପରୀ ଓ ଥରିଲା କଣ୍ଠରେ କହିଥିଲା, ତମେ କେବଳ ମୋର ଜଣେ ଭଲ ବନ୍ଧୁ। ବନ୍ଧୁ ଛଡ଼ା ମୁଁ ତୁମକୁ କିଛି ବି ଭାବେନି। ହଠାତ୍ ସମ୍ବିତ ମନର ତାଜମହଲ ଭାଙ୍ଗି ରୁଜି ଚୁରମାର ହୋଇଯାଏ। ତା'ର ହୃଦୟ ଆର୍ତ୍ତଚିତ୍ତ କରେ, କିନ୍ତୁ ସେ ତା'ର ଭାବନା ଉପରେ ସଂଯମ ରଖେ। କାରଣ ତା' ପରୀ ତା' ଆଗରେ କାନ୍ଦୁଛି, ଯାହାକୁ ସେ ସାରା ଜୀବନ ଖୁସିରେ ଦେଖିବାକୁ ଚାହେଁ।
କିଛି ନ ଭାବି ଅତୀତର ଏକ କଥା କହି ମଜା କରୁଥିଲି ବୋଲି କହି ପକାଏ ପରି ଆଖିରୁ ଲୁହ କମିଯାଏ ଓ ସ୍ମିତହାସ୍ୟ ଟିକେ ଖେଳିଯାଏ। କଳା ମେଘର ଅନ୍ଧକାର ପରେ ସମ୍ବିତ ହସି ହସି ଘରକୁ ଫେରେ। ଜୀବନରେ ପ୍ରଥମ ଥର ତାକୁ ଅନୁଭବ ହୁଏ କି ସେ ବି ଭଲ ଅଭିନୟ କରିପାରେ ମିଛରେ ମିଛରେ। କିନ୍ତୁ ତା ଭଲ ପାଇବା ତାକୁ ପରି ଉପରେ ଦୋଷ ଦେବାକୁ ଦିଏନି। ଧନୀ ବାପାର ଅଲିଅଳି ଝିଅ ସିଏ। ମୋ ଠାରୁ ତାକୁ କ'ଣ ବା ମିଳିଥାନ୍ତା? କିଛିଟା ଶୁଖିଲା ଭଲ ପାଇବା। ଯାହା ଆଜି ଏଇ ବସ୍ତୁବାଦୀ ଦୁନିଆରେ ସମ୍ପୂର୍ଣ୍ଣ ମୂଲ୍ୟହୀନ। ସେ ଆଜି ଦୁନିଆ ଓ ପରି ଆଗରେ କେବଳ ତା'ର ଜଣେ ଭଲ ସାଙ୍ଗ ଓ ଆଜି ବି ତାକୁ ଖୁସି ଦେଖିବାକୁ ଚାହେଁ ଠିକ୍ ପୂର୍ବ ପରି। ସେ କେବେ ବି ବୁଝିବାକୁ ଚେଷ୍ଟା କରିନାହିଁ କି ସେ ଠିକ୍ କରୁଛି କି ଭୁଲ କରୁଛି। କାହିଁକି ନା ତା ଭଲ ପାଇବା ତାକୁ ଏମିତି କରିବାକୁ ସୁଯୋଗ ଦେଇନି। ସେ ଆସୁଛି ବନ୍ଧୁ ଭାବରେ, ମିଶୁଛି ଓ ପୁଣି ଫେରିଯାଉଛି ସେଇ ସ୍ୱପ୍ନ ରାଇଜକୁ। ହଠାତ୍ ଟ୍ରେନ୍ ଶବ୍ଦରେ ସମ୍ବିତ ଚମକି ଉଠେ। କାରଣ ଦିଲ୍ଲୀ ଅଭିମୁଖେ ଆସୁଥିବା ଟ୍ରେନ୍ଟି ପ୍ଲାଟଫର୍ମରେ ଲାଗି ସାରିଥିଲା। ତା ଅଜାଣତରେ ସମ୍ବିତ ଧଡ଼ପଡ଼ ହୋଇ ଟ୍ରେନ୍ ଭିତରକୁ ଚାଲିଯାଇଥିଲା ନିଜର ଗନ୍ତବ୍ୟ ପଥରେ। ଯଦି ଆପଣମାନଙ୍କୁ ମୋ ଭିଡ଼ିଓଟି ଭଲ ଲାଗିଥିବ ତେବେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ଭିଡ଼ିଓଟିକୁ ଲାଇକ୍, ସେୟାର ଏବଂ କମେଣ୍ଟ କରନ୍ତୁ। ଯଦି କିଛି ଭୁଲ ଥାଏ ସାନ ଭଉଣୀ ଭାବି କ୍ଷମା